ଉଗ୍ରତା ପରିଲକ୍ଷିତ ହୁଏ। ଏଣୁ ଦୟାକରି ନଦୀ ନାଳ ଠାରୁ ନିଜକୁ ତଥା ନିଜର ଗୃହପାଳିତ ପଶୁମାନଙ୍କୁ ଦୂରେଇ ସଚେତନତା ଦ୍ୱାରା ହିଁ ନିଜେ ସୁରକ୍ଷିତ ରହିବା ସହିତ ନିଜର ଧନ ଜୀବନକୁ ରକ୍ଷା କରି ହବ। ଚାଲି ଆସନ୍ତି ତଥା ଏହି ବର୍ଷା ଋତୁ ସେମାନଙ୍କର ପ୍ରଜନନ ଋତୁ ହେଇଥିବାରୁ ସେମାନଙ୍କୁ କିମ୍ବା ବନ ବିଭାଗ ଦ୍ୱାରା ନଦୀକୂଳ ମାନଙ୍କରେ ନିର୍ମାଣ କରାଯାଇଥିବା ସୁରକ୍ଷା ଗାଧୁଆ ତୁଠକୁ ବ୍ୟବହାର କରନ୍ତୁ। କେବଳ ସଚେତନତା ଦ୍ୱାରା ହିଁ ନିଜେ ସୁରକ୍ଷିତ ରହିବା ଦ୍ୱାରା ସର୍ବସାଧାରଣଙ୍କ ବିହିତ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ ବର୍ଷା ଋତୁରେ କୁମ୍ଭୀରମାନେ ଥିବାରୁ ସେମାନଙ୍କର ସ୍ୱଭାବରେ ଉଗ୍ରତା ପରିଲକ୍ଷିତ ହୁଏ। ଏଣୁ ଦୟାକରି ନଦୀ ନାଳ ଠାରୁ ନିଜକୁ ତଥା ନିଜର ଗୃହପାଳିତ ପଶୁମାନ ଆବଶ୍ୟକ ସ୍ଥଳେ ନଳକୂପ ପୁଷ୍କରିଣୀ ଆଦି ବ୍ୟବହାର କରନ୍ତୁ। ଦ୍ୱାରା ହିଁ ନିଜେ ସୁରକ୍ଷିତ ରହିବା ସହିତ ନିଜର ଧନ ଜୀବନକୁ ରକ୍ଷା କରି ହବ। ସେମାନଙ୍କର ସେମାନଙ୍କର ସ୍ୱଭାବରେ ଉଗ୍ରତା ପରିଲକ୍ଷିତ ହୁଏ। ଏଣୁ ଦୟାକରି ନଦୀ ନାଳ ଠାରୁ ନିଜକୁ ତଥା ନିଜର ଗୃହପାଳିତ ପଶୁମାନଙ୍କୁ ଦୂରେଇ ରଖନ୍ତୁ। ଆବଶ୍ୟକ ସ୍ଥଳେ ନଳକୂପ ପୁଷ୍କରିଣୀ ଆଦି ବ୍ୟବହାର କରନ୍ତୁ। ସେମାନଙ୍କ ବିହିତ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ ବର୍ଷା ଋତୁରେ କୁମ୍ଭୀରମାନେ ନଦୀ ନାଳର ଉପର ମୁଣ୍ଡକୁ ଚାଲି ଆସନ୍ତି ତଥା ଏହି ବର୍ଷା ଋତୁ ସେମାନଙ୍କର ପ୍ରଜନନ ଋତୁ ହେଇଥିବାରୁ ସେମାନଙ୍କର ପରିଲକ୍ଷିତ ହୁଏ। ଏଣୁ ଦୟାକରି ନଦୀ ନାଳ ଠାରୁ ନିଜକୁ ତଥା ନିଜର ଗୃହପାଳିତ ପଶୁମାନଙ୍କୁ ଦୂରେଇ ସଚେତନତା ଦ୍ୱାରା ହିଁ ନିଜେ ସୁରକ୍ଷିତ ରହିବା ସହିତ ନିଜର ଧନ ଜୀବନକୁ ରକ୍ଷା କରି ହବ। ଚାଲି ଆସନ୍ତି ତଥା ଏହି ବର୍ଷା ଋତୁ ସେମାନଙ୍କର ପ୍ରଜନନ ଋତୁ ହେଇଥିବାରୁ ସେମାନଙ୍କୁ କିମ୍ବା ବନ ବିଭାଗ ଦ୍ୱାରା ନଦୀକୂଳ ମାନଙ୍କରେ ନିର୍ମାଣ କରାଯାଇଥିବା ସୁରକ୍ଷା ଗାଧୁଆ ତୁଠକୁ ବ୍ୟବହାର କରନ୍ତୁ। କେବଳ ସଚେତନତା ଦ୍ୱାରା ହିଁ ନିଜେ ସୁରକ୍ଷିତ ରହିବା ଦ୍ୱାରା ସର୍ବସାଧାରଣଙ୍କ ବିହିତ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ ବର୍ଷା ଋତୁରେ କୁମ୍ଭୀରମାନେ ଥିବାରୁ ସେମାନଙ୍କର ସ୍ୱଭାବରେ ଉଗ୍ରତା ପରିଲକ୍ଷିତ ହୁଏ। ଏଣୁ ଦୟାକରି ନଦୀ ନାଳ ଠାରୁ ନିଜକୁ ତଥା ନିଜର ଗୃହପାଳିତ ପଶୁମାନ ଆବଶ୍ୟକ ସ୍ଥଳେ ନଳକୂପ ପୁଷ୍କରିଣୀ ଆଦି ବ୍ୟବହାର କରନ୍ତୁ। ଦ୍ୱାରା ହିଁ ନିଜେ ସୁରକ୍ଷିତ ରହିବା ସହିତ ନିଜର ଧନ ଜୀବନକୁ ରକ୍ଷା କରି ହବ। ସେମାନଙ୍କର ସ୍ୱଭାବରେ ଉଗ୍ରତା ପରିଲକ୍ଷିତ ହୁଏ। ଏଣୁ ଦୟାକରି ନଦୀ ନାଳ ଠାରୁ ନିଜକୁ ତଥା ନିଜର ଗୃହପାଳିତ ପଶୁମାନଙ୍କୁ ଦୂରେଇ ରଖନ୍ତୁ। ଆବଶ୍ୟକ ସ୍ଥଳେ ନଳକୂପ ପୁଷ୍କରିଣୀ ଆଦି ବ୍ୟବହାର କରନ୍ତୁ। ସେମାନଙ୍କ ବିହିତ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ ବର୍ଷା ଋତୁରେ କୁମ୍ଭୀରମାନେ ନଦୀ ନାଳର ଉପର ମୁଣ୍ଡକୁ ଚାଲି ଆସନ୍ତି ତଥା ଏହି ବର୍ଷା ଋତୁ ସେମାନଙ୍କର ପ୍ରଜନନ ଋତୁ ହେଇଥିବାରୁ ସେମାନଙ୍କର